Dear student, this is Santanu and welcome to my channel. ଆଜିର ଏହି ଭିଡ଼ିଓରେ ଯେଉଁମାନେ ପ୍ଲସ୍ ଟୁ ଫାର୍ଷ୍ଟ ଇୟର ପରୀକ୍ଷା ଦେଇ ସାରିଛନ୍ତି ସେମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ଆଜି ଆମେ ଏହି ଭିଡ଼ିଓରେ ପ୍ଲସ୍ ଟୁ ସେକେଣ୍ଡ ଇୟରର MRରେ ଥିବା ଗୋଟିଏ ପ୍ରବନ୍ଧକୁ ଆଲୋଚନା କରିବା। ପ୍ରଥମେ ଆମେ ପୁଷ୍ପପୁରରେ ବର୍ଷାବରଣ ଆରମ୍ଭ କରିଥିଲେ ପିଲାମାନଙ୍କ ଅନୁରୋଧ କ୍ରମେ ଆଉ ଥରେ ପୁଣି ମୁଁ ଏହି ପ୍ରବନ୍ଧକୁ ଆଲୋଚନା କରିବାକୁ ଯାଉଛି। ପାଖରେ ଗୋଟିଏ ଖାତା ଓ କଲମ ଧରି ବସିଯାଆନ୍ତୁ। ମୁଁ ଇମ୍ପୋର୍ଟାଣ୍ଟ ୱାର୍ଡ଼କୁ ବୁଝାଇଦେବି ଯାହା ଏକ୍ଜାମରେ ଆସିଥାଏ। ଭିଡ଼ିଓକୁ ବେଶୀ ଲମ୍ବା କରିବାନି, ବଢ଼ିବା ଭିଡ଼ିଓର ଟପିକ୍ ଉପରକୁ। ତ ଭିଡ଼ିଓ ଯଦି ନୂଆ ଥିଲେ ଭିଡ଼ିଓକୁ ଲାଇକ୍ କରି ସବସ୍କ୍ରାଇବ୍ଟା କରିଦେବେ। ତ ପିଲାମାନେ ବଢ଼ିବା ଭିଡ଼ିଓ ଟପିକ୍ ଉପରକୁ। ତ ପ୍ରଥମେ ଆମେ ଦେଖିବା କବି ପରିଚୟ। ତ ଯିବା କବି ପରିଚୟ ଆଡ଼କୁ। ପ୍ରଥମେ ପ୍ରବନ୍ଧ, ଯେଉଁ କବି କହୁଛି ପ୍ରବନ୍ଧ ପ୍ରାବନ୍ଧିକ କିଏ ତାଟି ଜାଣିବା। ତ ପିଲାମାନେ ମିଷ୍ଟେକ୍ ହେଲା କହିବାରେ। ତ ପ୍ରାବନ୍ଧିକ କିଏ? ପୁଷ୍ପପୁରୀ ବର୍ଷାବରଣର ପ୍ରାବନ୍ଧିକ ହେଲେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ତାଙ୍କ ରଚିତ। ତ ପିଲାମାନେ ପ୍ରଫେସର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଖ୍ୟାତିନାମ ଐତିହାସିକ ଓ ସାହିତ୍ୟିକ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଇତିହାସ ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି। ଇତିହାସ ତତ୍ତ୍ୱ ଭିତ୍ତି କରି ପ୍ରବନ୍ଧ ରଚନା କରିବାରେ ତାଙ୍କ ମୌଳିକ ସୁସ୍ପୃଷ୍ଟ। ପ୍ରଫେସର ପାଣିଗ୍ରାହୀଙ୍କ ସୃଷ୍ଟିଗୁଡ଼ିକ ତଥ୍ୟଯୁକ୍ତ ଓ ବିଶ୍ଳେଷଣାତ୍ମକ, ବାସ୍ତବତା ଓ କଳ୍ପନାତୀତ ସମନ୍ୱୟ କୃଷ୍ଣଚନ୍ଦ୍ରଙ୍କ ପ୍ରବନ୍ଧକୁ ଅଧିକ ସୁଖପାଠ୍ୟ କରିଛି। ତାଙ୍କ ରଚିତ ଓଡ଼ିଶାର ସଂସ୍କୃତି ଓ ଇତିହାସ, ଯାଜପୁର ଶାରଳା ସାହିତ୍ୟରେ ଐତିହାସିକ ଚିତ୍ର, ଭାରତୀୟ ପ୍ରତ୍ନତତ୍ତ୍ୱ, ଇତିହାସ ଓ କିମ୍ବଦନ୍ତୀ ପ୍ରବନ୍ଧ ମାନସ ଓ ତାଙ୍କର ଗବେଷଣା ନିବନ୍ଧ, ଆର୍କିଓଲୋଜିକାଲ ରିମେନ୍ସ ଆର୍ଟ୍ସ ଭୁବନେଶ୍ୱର ଏବଂ ଆତ୍ମଜୀବନୀ ମୋ ସମୟରେ ଓଡ଼ିଶା ଉଚ୍ଚକୋଟୀର ସାରସ୍ୱତ। ତ ପିଲାମାନେ ଏଠି ପ୍ରାବନ୍ଧିକ କହିଛନ୍ତି କି ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଖ୍ୟାତିନାମ। ସେ ଗୋଟେ ଐତିହାସିକ, ସେ ଗୋଟେ ପ୍ରବନ୍ଧବିତ୍, ସେ ବିଶ୍ଳେଷଣାତ୍ମକ ରଚନା କରିଥିଲେ। ଯେମିତିକି ତାଙ୍କର ବହୁତ ଅଛି ଓଡ଼ିଶା ସଂସ୍କୃତି, ଇତିହାସ, ଯାଜପୁର ଶାରଳା ସାହିତ୍ୟ, ଐତିହାସିକ ଚିତ୍ର। ତାଙ୍କର ମୋଷ୍ଟ ପପୁଲାର ଯେଉଁଟା ଏକ୍ଜାମ୍ରେ ପଡ଼ିବ, ତାଙ୍କର ମୋ ସମୟର ଓଡ଼ିଶା ତାଙ୍କର ଗୋଟେ ପୁରା ଫେମସ୍ ହେଇଥିଲା। ମୋ ସମୟର ଓଡ଼ିଶା ଲାଗି ଉଚ୍ଚକୋଟୀର ସାରସ୍ୱତ ସୃଷ୍ଟି ପାଇଥିଲେ। ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗଠାରେ ଜନ୍ମ କରିଥିଲେ। ଖିଚିଙ୍ଗଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଫେସର ପାଣିଗ୍ରାହୀ ଭାରତର ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ଉପାଧି ବି ପାଇଥିଲେ। ମୋ ସମୟର ଓଡ଼ିଶା ପାଇଁ ସେ କ'ଣ କହିଥିଲେ? ପଦ୍ମଶ୍ରୀ ଉପାଧି ପାଇଥିଲେ। ତ ପିଲାମାନେ ଏଇଟା ତୁମକୁ ରାମବାଣ ପ୍ରଶ୍ନ। ମୋ ସମୟର ଓଡ଼ିଶା ପାଇଁ ସିଏ କ'ଣ ପାଇଥିଲେ? ଏକାଡେମୀ ପୁରସ୍କାର ପାଇଥିଲେ। ଏଇଟା ଗୋଟେ ମନେ ରଖିଦିଅନ୍ତୁ ପିଲାମାନେ। ଇମ୍ପୋର୍ଟାଣ୍ଟ ୱାର୍ଡ଼ ଯେଉଁଟା କହୁଛି ତୁମେ ନୋଟ୍ କରିଦିଅ। ଏଇଟା ବି ନୋଟ୍ କରି ରଖିପାରିବ। ତ ପୁଷ୍ପପୁର ସମ୍ପର୍କ ଟିକେ ଜାଣିବା, ଟିକେ ଜାଣିଦେଉ। ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଣେ ଜାତୀୟବାଦୀ ପ୍ରାବନ୍ଧିକ। ସାହିତ୍ୟରେ ବର୍ଷାବରଣ ଏକ ସୁପ୍ରାଚୀନ ପରମ୍ପରା। ମହାକବି କାଳିଦାସ ବର୍ଷାକୁ ଦୂତ କରି ପ୍ରଣୀତ ନିକଟକୁ ପଠାଇଥିଲେ। ପ୍ରାବନ୍ଧିକ ପାଣିଗ୍ରାହୀ ସେହି ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମି ଗୌରବଗାନ କରିବା ପାଇଁ ବ୍ୟବହାର କରିଛନ୍ତି। ସୁଜଳା ସୁଫଳ ଶସ୍ୟ ଶ୍ୟାମଳା କରି ପୂର୍ବରୁ ସେହି ଗୌରବ ଫେରାଇ ଆଣି ଲାଗି ସେ ପ୍ରେରଣା ପ୍ରଦାନ କରିଛନ୍ତି। ଉକ୍ତ ପ୍ରବନ୍ଧ ମାନସ ପୁସ୍ତକରୁ ସଂଗୃହୀତ। ଏଇଟା କେଉଁଠୁ ହେଇଛି? ଏଇଟା ପ୍ରବନ୍ଧ ମାନସ ସଂଗୃହୀତ ହୋଇଛି। ଏଇଟା ଆପଣଙ୍କ 1 ମାର୍କ ମିଳିବ। ଯଦି ଆପଣ 5 ମାର୍କିଆ ଲେଖୁଛନ୍ତି ସେଇଠି ଯଦି ଦେବେ ତ 1 ମାର୍କ ଆପଣଙ୍କୁ ଗ୍ୟାରେଣ୍ଟି ଦେବେ ଏଇଟା। ତ ଏଇଟା ରାମବାଣ ପ୍ରଶ୍ନ, ତ ନୋଟ୍ କରିଦେବେ ପିଲାମାନେ। ତ ଏବେ ପଢ଼ିବା ଆମେ ପ୍ରବନ୍ଧ ବିଷୟକୁ। ତ କିପରି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଦୂତକୁ କେମିତି ବୋଲେ ମେଘକୁ କିପରି ସ୍ୱାଗତ କରିଛନ୍ତି, ତ ପିଲାମାନେ ତାହା ଆମେ ଜାଣିବା। ତ ପିଲାମାନେ ଆମେ ଜାଣିଲେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କେମିତି ପ୍ରବନ୍ଧ ଲେଖନ୍ତି, ତାଙ୍କ ବିଷୟରେ ଜାଣିଲେ କି ସେ ମୋ ସମୟରେ ଓଡ଼ିଶା ପାଇଁ ପୁରସ୍କାର ପାଇଥିଲେ। ତ ଏକାଡେମୀ ପୁରସ୍କାର ପାଇଥିଲେ। ଏହା ଗୋଟେ ରାମବାଣ ପ୍ରଶ୍ନ ଯେଉଁ 3-4 ଥର କହିପାରିନି। ତ ଏବେ ପଢ଼ିବା ଆମେ ପୁଷ୍ପପୁର ବର୍ଷାବରଣ। ତା ନାମକରଣ କିପରି ହେଲା, କିପରି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜଳକୁ ସ୍ୱାଗତ କରିଛନ୍ତି ଉତ୍କଳକୁ। ତ ସବୁ ଜାଣିବା। ତା ଆଗରୁ ଭିଡ଼ିଓକୁ ଲାଇକ୍ ଆଉ ସବସ୍କ୍ରାଇବ୍ଟା କରିଦେବ। ତ ପିଲାମାନେ ପ୍ରଥମରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ବା ପ୍ରାବନ୍ଧିକ କହିଛନ୍ତି ସ୍ୱାଗତ ବାରିବା। କ'ଣ କହିଛନ୍ତି? ସ୍ୱାଗତ ବାରିବା। ପୁରା ମେଘକୁ ସ୍ୱାଗତ କରିଛନ୍ତି। ବାରିବା ଅର୍ଥ ମେଘ ବା ବର୍ଷା। ତୁମେ ନୋଟ୍ କରି ରଖ। 5-6ଟି ନାମ କି 8ଟି ନାମ ବି ଅଛି, ତା'ର ତୁମେ ନୋଟ୍ କରି ରଖ। ବର୍ଷା, ମେଘ ସବୁ ଗୋଟିଏ ନାମ। ତା ମୁଁ କହିନେଉଛି। ତ ପ୍ରଥମେ ପ୍ରବନ୍ଧିକ କହିଛନ୍ତି ସ୍ୱାଗତ ବାରିବା। କ'ଣ କହିଛନ୍ତି? ସ୍ୱାଗତ। ତୋର ସ୍ନିଗ୍ଧ କଜଳକାନ୍ତି ଆଜି ପୁଷ୍ପପୁରରେ ନେତ୍ରୋତ୍ସବ କରିଛି। କ'ଣ କହିଛନ୍ତି? ତୋର ଆଜି କଜଳକାନ୍ତି, ଆଜି ସ୍ନିଗ୍ଧ କଜଳକାନ୍ତି ଆଜି ପୁଷ୍ପପୁରରେ ନେତ୍ର ଉତ୍ସବ କରିଛି। ତ ଏଇଟା କହିଛନ୍ତି ପୁଷ୍ପପୁର ତ ପାଟଣା। ଯେଉଁ ପୁରୁଣା କ'ଣ? ପାଟଣା। ଏଇଟା ନୋଟ୍ କରିଦିଅ, ପଢ଼ିପାରେ ପାଟଣା। ତ ପିଲାମାନେ କ'ଣ କହୁଛନ୍ତି? ପୁଷ୍ପପୁରରେ ନେତ୍ର ଉତ୍ସବ କରିଅଛି। ପ୍ରାସାଦ ବାତାୟନ ପଥରେ ତୋର ଆଗମନ ସତ ଶୁଭ ଶଙ୍ଖ ବାଜି ଉଠିବ। ପ୍ରାସାଦ ବାତାୟନ ପଥରେ ତୋର ଆଗମନ ସତ ଶୁଭ ଶଙ୍ଖ ବାଜି ଉଠିବ। ଏ ଦୂରବନ୍ଧୁ। ଏଇଟା କ'ଣ କହୁଛନ୍ତି? ଦୂରବନ୍ଧୁ ବୋଲି ସମ୍ବୋଧନ କରୁଛନ୍ତି। ଏଇଟା ନାଁ ଆସିଲା କ'ଣ? ଦୂରବନ୍ଧୁ। ତ ପିଲାମାନେ ନୋଟ୍ କରିବ। ବହୁଦିନ ପରେ ତୋର ଶୁଭଗମନ ଆଜି ମଙ୍ଗଳମୟ କର ଓ ମଧୁମୟ ହୋଇ ଉଠିଛି। କ'ଣ
ବହୁଦିନ ପରେ ତୋର ଶୁଭ ଆଗମନ ହୋଇଛି ଆଉ ମଙ୍ଗଳକର ଓ ମଧୁମୟ ହୋଇ ଉଠିଛି। ତୋର ସ୍ପର୍ଶରେ ପୁଷ୍ପପୁର ଆଜି ସଚିବ ସମିଜ ଅଚିରେ ସଜୀବ ଓ ଶ୍ୟାମଳ ହୋଇ ଉଠିବ। ତୋର ସ୍ପର୍ଶରେ କ'ଣ କହୁଛନ୍ତି? ତୋର ସ୍ପର୍ଶରେ କ'ଣ କହିଛନ୍ତି? ଏଠି କ'ଣ ମାରି ହେଲାଣି ମୋଟା ତ କ'ଣ କହୁଛନ୍ତି? ତୋର ସ୍ପର୍ଶରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇ ଉଠିବ। ଏଠି କହିଛନ୍ତି ତୋର ସ୍ପର୍ଶରେ ସଜୀବ ଓ ଶ୍ୟାମଳ ହୋଇ ଉଠିବ। ଆରେ ମେଘ ଉତ୍କଳ ତୁ ଆଗେଇ ଯା ବୋଲି ସ୍ୱାଗତ କରିଛନ୍ତି। ତ ବାରିଦ ଆଥରେ କରେ ତାର ନାଁ କ'ଣ? ବାରିଦ। ତ ପିଲାମାନେ ଆଉ ଗୋଟେ ନାଁ ହେଲା ବାରିଦ। ଏ ନୋଟ୍ କରିଦିଅ ପିଲାମାନେ କ'ଣ ଜଗିଲ। ମୁଁ ଶୁଣୁଛି ଯେ ଇତିହାସରେ କେଉଁ ଅନାମ ଯୁଗରେ ବିତାଡ଼ିତ ବିରହୀ ଯକ୍ଷଟି ପୁଷ୍ପଜ୍ଞ ତୋତେ ପୂଜା କରି ଅଳକାପୁରୀର ପ୍ରିୟପାଶୁତ ହସ୍ତରେ ଉଦନ୍ତ ପଠାଇଥିଲା। ଏଠି କ'ଣ ଆଇଲା? କ'ଣ କହୁଛନ୍ତି? ମୁଁ ଶୁଣିଛି ଯେ ଇତିହାସର କେଉଁ ଅନାମ ଯୁଗରେ ବିତାଡ଼ିତ ବିରହୀ ଯକ୍ଷଟିଏ ବୋଲେ ବିରହୀ ଯକ୍ଷ ଯିଏ ଧନକୁ ଜଗି ରଖେ ବିରହୀ ଯକ୍ଷଟି ପୁଷ୍ପଜ୍ଞ ତୋତେ ପୂଜା କରି ଅଳକାପୁରୀର ପ୍ରିୟପାଶୁତ ହସ୍ତରେ ଉଦନ୍ତ ପଠାଇଥିଲା। କିନ୍ତୁ ଘନ ଏଠି ଘନ ବୋଲି ସମ୍ବୋଧନ କରାଯାଇଛି। ବ୍ୟକ୍ତିତାରେ କ'ଣ ଗୋଷ୍ଠୀ ବଡ଼ ନୁହେଁ? ଏଇଟା ଗୋଟେ ରାମବାଣ ପ୍ରଶ୍ନ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ପ୍ରଶ୍ନ। ଏଇଟା ଗୋଟେ ପଢ଼ିପାରେ। ଏ ସବୁ ବର୍ଷ ପଢ଼ୁଛି। ବ୍ୟକ୍ତିଠାରୁ କ'ଣ ଡେସ୍କ ବଡ଼ ନୁହେଁ? ଏହା ଏମିତି ପଡ଼େ। ତ ପିଲାମାନେ ବ୍ୟକ୍ତିରେ କ'ଣ ବଡ଼ ନୁହଁ? ଗୋଷ୍ଠୀ। ତାପରେ ଆଉ ସମ୍ବୋଧନ କରିଛନ୍ତି ଯେମିତିକି କୁହାଯାଇଛି ବ୍ୟକ୍ତିଠାରୁ କ'ଣ ଗୋଷ୍ଠୀ ବଡ଼ ନୁହେଁ? ଏଇ ଭ୍ରାମଣସୀନ ଉଦାସୀନ ଧରଣୀ। ଏଇଟା ପଢ଼ିବାରେ। ଏଇଟା ପଢ଼ୁଛି ସବୁ ବର୍ଷ। ଏହି ଭ୍ରାମ୍ୟମାଣ ଉଦାସୀନ ଧରଣୀ ବ୍ୟକ୍ତି ବିଶେଷର ଲାଭ କ୍ଷେତ୍ରରେ ବିଚଳିତ ହୁଏ ନାହିଁ। କ'ଣ କହୁଛନ୍ତି? ଏହି ଭ୍ରାମ୍ୟମାଣ ଉଦାସୀନ ଧରଣୀ ବ୍ୟକ୍ତି ବିଶେଷ ଲାଭ କ୍ଷେତ୍ରରେ ବିଚଳିତ ହୁଏ ନାହିଁ। ମାତ୍ର ଯେଉଁ ବାୟୁ ସଳିଳ ଆଲୋକ ଉତ୍ତାପ ପାଇଁ ସେ ଜୀବାମାନଙ୍କର ବାସଭୂମି ହୋଇଛି ସେଥିରୁ ଗୋଟିଏ ଉଣା ହେଲେ କ'ଣ ସେ ଆଉ ବାସଭୂମି ହୋଇପାରିବ ବୋଲି ପ୍ରଶ୍ନ ପଚାରୁଛନ୍ତି। ଜଳ ଅଭାବରେ ଉତ୍କଳ ଆଜି ହାହାକାର ପଡ଼ିଛି। କେଉଁ ଅଭାବରେ ହାହାକାର ପଡ଼ିଛି? ଜଳ ଅଭାବରେ ଘନ ହାହାକାର ପଡ଼ି ଏଣୁ ଦିନ ଅଶ୍ରୁ ଅଜ୍ଞରେ ମାନସ କମଳ ଅର୍ପଣ କରି ତୋତେ ମୁଁ କାତରା କରୁଛି। ଏଇଠି ପ୍ରାବନ୍ଧିକ ନିଜ ଅଶ୍ରୁ ମାନସରେ କମଳ ଅର୍ପଣ କରି ତୋତେ ମୁଁ କାତରା କରୁଛି। ପୁଷ୍ପପୁରରେ ସକର୍ମଚାରୀ ଉତ୍କଳପଥରେ ଗତି କରିବୁ। ଏଠି ପ୍ରାବନ୍ଧିକ ନିଜ ଅଶ୍ରୁ ଅଜ୍ଞରେ ମାନସ କମଳ ଅର୍ପଣ କରି ତୋତେ ମୁଁ କାତରା କରିଛି କହି ପୁଷ୍ପପୁରରୁ ସକର୍ମଚାରୀ ଉତ୍କଳପଥରେ ଗତି କରିବା ପାଇଁ ଅନୁରୋଧ କରିଛନ୍ତି। ଆଜି ଯଦି ମୁଁ ଧୂମ ଜ୍ୟୋତି ସଳିଳ ଏଠି କବି ନିଜକୁ ଆଜି ଯଦି ମୁଁ ଧୂମ ଜ୍ୟୋତି ସଳିଳ ହୋଇ ତୋ ସହିତ ମିଶିପାରନ୍ତି ତେବେ ବାତାୟନ ପଥରେ ଉଡ଼ିଯାଇ ଅଗ୍ରଗତିରେ ମୋର ଜନ୍ମଭୂମିକୁ ତୋତେ ଚିହ୍ନାଇ ଦିଅନ୍ତି। ତଥାପି ପଥ ପ୍ରଦର୍ଶନ ବିନା ଭାରତର ସାରଭୂତା ଉତ୍କଳ ଭୂମିକୁ ଚିହ୍ନିବା ପାଇଁ ତୋର ଭ୍ରମ ହେବ ନାହିଁ। ତୁ ଦେଖିବୁ ଯେ ଏକ ଦିଗରେ ପୁଗ ପୁନାଗ। ତ ଏଠି କ'ଣ କହିଲେ? ଆଜି ମୁଁ ଧୂମ ଜ୍ୟୋତି ବା ସଳିଳ ହୋଇ ଯଦି ମୁଁ ଧୂମ ଜ୍ୟୋତି ସଳିଳ ହୋଇ ତୋ ସହିତ ମିଶିପାରନ୍ତି କୋଶ୍ଚିନ୍ ପଚାରନ୍ତି ତେବେ ବାତାୟନ ପଥରେ ଉଡ଼ିଯାଇ ମୁଁ ମୋର ଜନ୍ମଭୂମି ତୋତେ ଚିହ୍ନାଇ ଦିଅନ୍ତି ବୋଲି ଘନକୁ ଏଇଟା କହିଛନ୍ତି। ତଥାପି ପଦଦର୍ଶନ ବିନା ତାର ଭାରତର ସାରଭୂତା କେଉଁଟା? ଉତ୍କଳ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ଭାରତର ସାରଭୂତା ଉତ୍କଳ ଭୂମିକୁ ଚିହ୍ନିବା ପାଇଁ ତୋର ଭ୍ରମ ହେବ ନାହିଁ କୁହାଯାଇଛି। ଚିହ୍ନିବା ପାଇଁ ଭ୍ରମ ନାହିଁ। ତାର ପୂର୍ବ ଦିଗରେ ପୁଗ ପୁନାଗ ନାରିକେଳ। ତ ଇଆଡ଼େ ଟିକେ ଅଛି ପେଜରେ ତାଳ ତମାଳ ତାମ୍ବୁଳ ନାରିକେଳ ବନରେ ବିଷ ମହୋଦଧିର ବେଳାରେ ସେ ବଳିତ ହୋଇ ଆଉ ଅନ୍ୟ ଦିଗରେ କ'ଣ ଅଛି? ତୁଗ ଶିଖର ସମାକୁଳ ନିବିଡ଼ିତ ବନରାଜି ଅସରନ୍ତି ଶ୍ୟାମ ସଭା ଅରୂପ ହୋଇଛି। କ'ଣ କହୁଛନ୍ତି? ଏଠି କରୁଛନ୍ତି ତା ପୂର୍ବ ଦିଗରେ ତାଳ ତମ୍ବାଳ ନାଳିକେର ବନରେ ବିଷବିତ ମହୋଦଧିର ବେଳାରେ ସେ ବଳିତ ହୋଇଛି ଆଉ ଅନ୍ୟ ଦିଗରେ ତୁଙ୍ଗ ଶିଖରୀ ସମାକୁଳ ନିବିଡ଼ି ବନରାଜିର ଅସରନ୍ତି ଶ୍ୟାମ ସଭା ଅରୂପ ହୋଇଛି। ସେ ମୋର ଜନ୍ମଭୂମି କହିଛନ୍ତି। କବି କହୁଛନ୍ତି ଏଠି ସେ ମୋ ଜନ୍ମଭୂମି ଗର୍ବରେ କହୁଛନ୍ତି। କୋଟି ବୀର ବର୍ଷିନୀ କୋଟି କୀର୍ତ୍ତି କିରାଟିନୀ ତଟି ମାରିନୀ ପ୍ରଚ୍ଛନ୍ନ ରତ୍ନ ଧାରିଣୀ ସୁଫଳା ଶଯ୍ୟ ସମାଳା ଅଚିରେ ଆଜି ପତିତ ଲାଞ୍ଛିତ ଖଣ୍ଡିତ ହୋଇଛି। ଆରେ ଘନ ଆରେ ଜଳଦ ଏପରି ଭୂମିକୁ ଚିହ୍ନିବାରେ ତୋତେ ଭ୍ରମ ହେବ ନାହିଁ। ଏପରି ସମ୍ବୋଧନ କରିଛନ୍ତି ଏଇଟା। ତ ପିଲାମାନେ ବିଜୁଳି ବିମଣ୍ଡିତା ଓ ବଳକା ବିଶୋଭିତା ହୋଇ ଗନ୍ଧବଳ ହିଲରେ ଭାସି ଭାସି ପିତ୍ତବସନ ମାଳ ପରି ଉତ୍କଳ ଆକାଶରେ ଆବିର୍ଭାବ ହେବୁ। ବିଜୁଳି ବିମଣ୍ଡିତା ହୋଇ ବଳକା ଶୋଭିତ ଗନ୍ଧବଳ ହିଲ ଭାସି ଭାସି ପିତ୍ତବସନ ବୋଲେ କିଏ? ପିତ୍ତବସନ ଯେଉଁଟା ହଳଦିଆ ବସ୍ତ୍ର ବନମାଳୀ ଯେଉଁଟା
ଆମ କୃଷ୍ଣଙ୍କ ଯେଉଁ ପୀତ ବସନ ବଳମାଳି ପରି ଉତ୍କଳ ଆକାଶରେ ଆବିର୍ଭାତ ହେବ ବୋଲି କହିଛି ଏଇଟା ବର୍ଣ୍ଣନା କରାଯାଇଛି। ତ ଏବେ ତ କହିବୁ ଗୋପାଙ୍ଗନା ଅପାଙ୍ଗ ଘନଶ୍ୟାମର ଅପରୂପା ପାନ କଲା ପରି ଉତ୍କଳ ଆଜି କୋଟି ନେତ୍ର ତୋର ରୂପ ସୁଧା ପାନ କରିବ। ତ ଏଠି କହିଛନ୍ତି ଗୋପାଙ୍ଗନା ଅପାଙ୍ଗ ଘନଶ୍ୟାମ ରୂପ ପାନ କଲା ପରି ଉତ୍କଳ ଆଜି କୋଟି ନେତ୍ର ତୋର ରୂପ ସୁଧାକୁ ପାନ କରିବ ବୋଲି ଏଠି ସମ୍ବୋଧନ କରାଯାଇଛି। ଜଳଦ ପୁଣି ଏବେ ପ୍ରାବନ୍ଧିକ କହିଛନ୍ତି ଆରେ ଜଳଦ ଦରିଦ୍ର ଠାରେ କ'ଣ ଅଛି ଦରିଦ୍ର ଠାରେ ହିଁ ବଦ୍ୟାନ୍ୟତ ମହତ୍ଵ ଗଳି ଉଠେ। କ'ଣ କହୁଛନ୍ତି ଏଠି ଏଠି ଜଳଦ ଦରିଦ୍ର ଠାରେ ହିଁ ବଦାନ୍ୟତାର ମହତ୍ଵ ଗଳି ଉଠେ। ଏଣୁ ଦରିଦ୍ର ବନବାସୀକୁ ନିରାଶ ନ କରି ତୋର ବଦାନ୍ୟ ଦେଖେଇଦେବୁ। ସେଠାରୁ ସେ ଆରମ୍ଭ କରିବୁ ଟଙ୍କିଳ ଅନୁର୍ବର ଉଚ୍ଚାପଚ ଭୂମିରେ ନରନାରୀଙ୍କ ସ୍ୱଦର୍ଶିତ ଶସ୍ୟ କ୍ଷେତ୍ରରେ ଶାଳୀ ଧାନ୍ୟ ଆଜି ଆକାଶକୁ ଚାହିଁ ଝାଉଳିଥିବ। କି ରୋଗଶାଜିତ ପୁତ୍ର କନ୍ୟାକୁ ଦେଖି ପିତାମାତାଙ୍କ ମନ ଯେପରି ଆତଙ୍କିତ ଥରି ଉଠେ, ଶାଳୀ କ୍ଷେତ୍ର ଦେଖି ବନବାସୀଙ୍କ ମନ ଆଜି ସେପରି ଥରି ଉଠେ। କ'ଣ କହୁଛନ୍ତି ଏଠି କହିଛନ୍ତି ଯେମିତିକି ଦରିଦ୍ର ଠାରେ ହିଁ ବଦାନ୍ୟତାର ମହତ୍ଵ ଗଢ଼ି ଉଠେ, ସେପରି ତୁ ଟଙ୍କିଳ ଅନୁର୍ବର ଉଚ୍ଚାଚ ଭୂମିରେ ନରନାରୀଙ୍କ ସ୍ୱଦର୍ଶିତ ଶସ୍ୟଶାଳୀ ଯେମିତିକି ଶସ୍ୟଶାଳୀ ଆକାଶକୁ ଚାହିଁ ଝାଉଁଳିଥିବ, ରୋଗଶଯ୍ୟାରେ ପୁତ୍ର କନ୍ୟା ଦେଖି ପିତାମାନଙ୍କୁ ଯେପରି ମନ ଆକର୍ଷିତ ହୁଏ। ଯେମିତିକି ଗୋଟିଏ ମା ବାପାର ତା ସନ୍ତାନ ଯେମିତି ଝାଉଁଳିକି ପଡ଼ିଯାଏ, ଯେମିତି ଜ୍ୱର ଆଣିଲେ ଯେମିତି ହୁଏ, ସେମିତି ଯଦି ଧାନ ବା ଶସ୍ୟ କ୍ଷେତ୍ର ଯଦି ଏମିତି ହୁଏ, ତ ସେମିତି ଶାଳୀ କ୍ଷେତ୍ରରେ ଦେଖି ବନବାସୀଙ୍କ ନାରୀଙ୍କ ମନ ସେମିତି ଉଚ୍ଛ୍ୱସିତ ହୁଏ। ତାପରେ ସେ ଏଇଠି ପ୍ରାବନ୍ଧିକ ଯେଉଁଟା ବର୍ଣ୍ଣନା କରିଛନ୍ତି ରୋଗଶଯ୍ୟାରେ ଯେମିତି ପୁତ୍ର କନ୍ୟା ଯେମିତି ପଡ଼ିଛନ୍ତି, ସେପରି ଆତଙ୍କରେ ତାଙ୍କ ଛାତିଟା ଥରି ଉଠେ। ଯେ ଯେମିତିକି ତାଙ୍କ ପୁତ୍ରକୁ ଜ୍ୱର ଆଡ଼ିଥିଲେ କି ଯେମିତି ହେଲେ ଯେମିତି ମାଆଙ୍କ ମନ ଯେମିତି ହୁଏ, ସେମିତି ଧାନ କ୍ଷେତ୍ର ଦେଖି ବନବାସୀ ନାରୀମାନଙ୍କ ମନ ଆତଙ୍କରେ ଥରି ଉଠେ। ଶାଳୀ କ୍ଷେତ୍ର ଦେଖି ବନବାସୀ ମନ ଆଜି ସେପରି ଥରି ଉଠିଥିବ। ନିଘଞ୍ଚ ବନ ମଧ୍ୟରେ ଏମାନଙ୍କ ବାସଭୂମି ମଧ୍ୟ ତୁ ସହଜରେ ଖୋଜି ପାରିବୁ। କହିଛନ୍ତି ନିଘଞ୍ଚ ବନ ମଧ୍ୟରେ ଥିବା ଏମାନଙ୍କ ବାସଭୂମି ତୁ ସହଜରେ ଖୋଜି ପାଇବୁ ବୋଲି କହିଛନ୍ତି। ଏଇଟା ପୁରା 100 ମାର୍କ ଯେଉଁଟା ପଡ଼ୁଛି ସବୁ ବର୍ଷ। ନିଘଞ୍ଚ ବନ ମଧ୍ୟରେ ଏମାନଙ୍କ ବାସଭୂମି ତୁ ସହଜରେ ଖୋଜି ପାରିବୁ ନାହିଁ। ଆଉ ଥରେ କହୁଛନ୍ତି ନିଘଞ୍ଚ ବନ ମଧ୍ୟରେ ଏମାନଙ୍କ ବାସଭୂମି ମଧ୍ୟ ତୁ ସହଜରେ ଖୋଜି ପାରିବୁ ନାହିଁ। ଗୋପାଳର ଗଳଘଣ୍ଟି ବା ଗୋପାଳର ବେଣୁଶୂନ ଶୁଣି କିମ୍ବା କୁଟୀରରୁ ଉଦ୍ଗତ କୁଣ୍ଡଳିତ ଧୂମ ଦେଖି ଗ୍ରାମସୀମା ଜାଣିପାରିବୁ। ତ ଜଳଦ ଗୋପାଳର ଗଳଘଣ୍ଟି ବା ଗୋପାଳର ବେଣୁଶୂନ ଶୁଣି କିମ୍ବା କୁଟୀରରୁ ଯେଉଁଟା ଘରରୁ ଉଦ୍ଗଳିତ ହେଉଥିବା କୁଣ୍ଡଳିତ ଧୂମ ଦେଖି ଗ୍ରାମସୀମା ଜାଣିପାରିବୁ। ଅଥବା ଯଦି ତୋର ଭାଗ୍ୟରେ ଥାଏ ତେବେ ସଂକୀର୍ଣ୍ଣ ପଥରେ ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହିତ ତୋ ଆଖିରେ ପଡ଼ିଯିବ। କ'ଣ କହିଛନ୍ତି ଶ୍ରେଣୀବଦ୍ଧ ନରନାରୀଙ୍କ ପ୍ରବାହିତ ତୋ ଆଖିରେ ପଡ଼ିଯିବ। ଅଗ୍ରସର ନବଯୁଗଳଙ୍କ ବେଣୁ ସ୍ୱନର ଅକୃତ ଲଳନା କଣ୍ଠରେ ଐତିହାସିକ ଲଳନା ସ୍ୱରରେ ବନଭୂମି ଭସାଇ ଏମାନେ ନିର୍ଝରଣୀ ପରି ଗତି କରିଥାନ୍ତି। କହୁଛନ୍ତି ଏମାନେ ନିର୍ଝରଣୀ ପରି ଗତି କରିଥାନ୍ତି ନା ମାତଙ୍ଗିନୀ ବୋଲି ଚାଲନ୍ତି ନାହିଁ। ମାତଙ୍ଗିନୀ ବୋଲେ ଯେମିତି ତା ଟାଉନିଆ ଯେଉଁ ଚାଲନ୍ତି ମାତଙ୍ଗିନୀ, ଏମାନେ କୋଜି ହଂସ ବୋଲି ଚାଲନ୍ତି ନାହିଁ। ନିର୍ଝରଣୀ ବୋଲେ ପୁରା ଜୋରରେ ଚାଲିବେ, ସବୁ କାମ ଫଟାଫଟ। ନବଘନ ଆଥର କରି ନବଘନ ବର୍ଷାର କେତେ ନାଁ ହେଲାଣି ଦେଖୁଛ ତ, ବାରିବାହ ଜଳଦ ମଘ ଘନ ସବୁ ତା ନାଁ ଗୋଟିଏ ନାଁ। ତୁ ଦେଖି ଜାଣିବୁ ଯେ ଏହି ନରନାର କୋଜିହଂସୀ ଠାରୁ ଗତି ଚୋରି କରି ଏହି ନରନାରୀମାନେ କୋଜିହଂସୀ ଠାରୁ ଗତି ଚୋରି କରିନଥାନ୍ତି। କ'ଣ ଇଆଡ଼େ ଅଛି କରନ୍ତି ନାହିଁ ତ ପିଲାମାନେ ସେମାନେ ଯେଉଁଟା ଆମ ବନବାସୀ ନାରୀମାନେ ସେମାନେ କୋଜିହଂସୀ ଠାରୁ ଗତି ଚୋରି କରନ୍ତି ନାହିଁ କିମ୍ବା ମାଦଳସା ହୋଇ ମାତଙ୍ଗିନୀ ପରି ଚାଲନ୍ତିନି। ମାତଙ୍ଗିନୀ ଅର୍ଥ କ'ଣ ପିଲାମାନେ? ହାତୀ ବା ହସ୍ତିନୀ ଚାଲନ୍ତିନି ବା ହାତୀ ବୋଲେ ଚାଲନ୍ତି ନାହିଁ କିମ୍ବା କୁସୁମ କୋମଳ ପଦରେ ଅଳକ୍ତ ବଳନ୍ତି ନାହିଁ କିମ୍ବା ଜବାଧରରେ ରକ୍ତ ରାଗ ରଞ୍ଜନ୍ତି ନାହିଁ। ସୁସ୍ଥ ସବଳ ଓ ସୁବଳିତ ତନୁ ଲତାରେ ବନପୁଷ୍ପର ଗଭାର ଶୋଭା ଧାରଣ କରି ଏମାନେ ସଂକୀର୍ଣ୍ଣ ବନ୍ଧୁର କର୍କଶ ଓ କୁଟିଳ ଗିରିପଥକୁ ହାସ୍ୟ ଓ ସଙ୍ଗୀତରେ ମୁଖର କରି ନିର୍ଝରଣୀ ପରି ଗତି କରି ଚାଲନ୍ତି। ବାରେବ ଏ ହସ୍ତରେ ତୋର ବାନ୍ଧବୀ ତୋର ଗୁରୁଗୁମ୍ଭାର ଗର୍ଜନ ଭିତା ଏମାନେ ଆଲିଙ୍ଗନ ପାଇଁ ପୁରୁଷ ପାଖକୁ ପଳାନ୍ତି ନାହିଁ। ଏମାନେ କ'ଣ ଯଦି ମେଘ ଘଡ଼ଘଡ଼ି ମାରିଲା ସେ ପୁରୁଷ ପାଇଁ ଲୁଚି ଯାଆନ୍ତି ନାହିଁ। ଏମାନେ ଦମ୍ଭ ସେଇ ନରନାରୀ
ଯିଏ ଡରିକି ପୁରୁଷ ଭାବରେ ଆଲିଙ୍ଗନ ହୋଇ ପୁରୁଷ ପାଖକୁ ପଳାନ୍ତି ନାହିଁ, ଅବିରତ ବୃଷ୍ଟିପାତ ମଧ୍ୟରେ ବନସ୍ପତି ପରି ରହି ଶସ୍ୟ କ୍ଷେତ୍ରରେ କର୍ମରତ ରହନ୍ତି। ଏଣୁ ତୁ ଅତି ପରିଚିତ ପରି ଏମାନଙ୍କ ଆଡ଼କୁ ଗତି କରିବୁ, ନଚେତ୍ ତୋତେ ଅପରିଚୟ ବୋଲି ଜାଣିଲେ ଉଚ୍ଚ ହାସ୍ୟରେ ଏମାନେ ବନଭୂମି କମ୍ପାଇ ଦେବେ। କ'ଣ କହୁଛନ୍ତି? ଯଦି ବନବାସୀ ନରୀମାନେ ଯଦି ତୋତେ ଅପରିଚୟ ଜାଣିବେ, ଏମାନେ ବନଭୂମି ଉଚ୍ଚ ହାସ୍ୟରେ କମ୍ପାଇ ଦେବେ। ତ ପିଲାମାନେ ଆମେ ପାର୍ଟ 2ରେ ଆଗକୁ ଡିସ୍କସ୍ କରିବା। ତ ତା ଆଗରୁ ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରିଦିଅ। ତ ପାର୍ଟ 2 ପାଇଁ କମେଣ୍ଟ କର ପିଲାମାନେ। ତ ମୁଁ ଏତିକି ପଢ଼ିଲି, ତ ପାର୍ଟ 2ରୁ ଏଇଠୁ ଆରମ୍ଭ କରିବା। ତ ପିଲାମାନେ ରହିଲି। ଜୟ ଜଗନ୍ନାଥ, ଜୟ ହିନ୍ଦ।